ଜୟ ଜଗନ୍ନାଥ ସାଙ୍ଗମାନେ। ଦହିର ରାଇତା ଆପଣମାନେ ଅନେକ ପ୍ରକାର କରିକି ଖାଇଥିବେ। ଆଜି ମୁଁ ବନେଇଛି ଚିଲି ଗାର୍ଲିକ ରାଇତା। ଥରେ ଏମିତି ବନେଇ ଆପଣ ଦେଖିବେ। ପ୍ରଥମେ ଗୋଟେ ଗ୍ରାଇଣ୍ଡିଙ୍ଗ ଜାରେ କିଛି ଚୋପା ଛଡ଼ା ରସୁଣ ନେଇଯିବେ, କଞ୍ଚା ଲଙ୍କା ନେବେ, ଧନିଆ ପତ୍ର ସହ ଡେମ୍ଫ ଥିବ ସେଇ ଡେମ୍ଫ ବି ନେଇଯିବେ, ଅଳ୍ପ ଲୁଣ ସ୍ୱାଦ ହିସାବରେ ନେବେ। ତାକୁ ଗ୍ରାଇଣ୍ଡିଙ୍ଗ ଜାରେ ଦରଦରିଆ ତାକୁ ଗୋଟେ ପେଷ୍ଟ କରିବେ। ଖାଲି ଗୋଟେ ଥର ବୁଲେଇ ଦେବେ, ସେ ଦରଦରିଆ ଖଣ୍ଡ ଖଣ୍ଡିଆ ହେଇକି ଥିବ। ତାପରେ ଦହି ନେଇଯିବେ ଗୋଟେ ଜାଗାରେ, ତାକୁ ଭଲ ଭାବରେ ଫେଣ୍ଟିକି ରଖିବେ। ଦହି ଯେମିତି ଫେଣ୍ଟି ହେଇଯିବ ତାକୁ ଗୋଟେ ଜାଗାରେ ରଖିଦେଇଥିବେ। ଗୋଟେ ପ୍ୟାନ୍ ବା ଗୋଟେ କଡ଼େଇ ନେଇଯିବେ, ସେଥିରେ ସୋରିଷ ତେଲ ଦେବେ। ସୋରିଷ ତେଲରେ କଲେ ଭଲ ବାସ୍ନା ଆସେ। ତେଲ ଯେମିତି ଗରମ ହେଇଯିବ, କିଛି କଳା ଜିରା ଆଉ ସୋରିଷ ସେଥିରେ ଦେଇଦେବେ। ସେଗୁଡ଼ା ଯେମିତି ଫୁଟି ଉଠିବ, ତାପରେ ସେଇ ଯେଉଁ କଞ୍ଚା ଲଙ୍କା, ରସୁଣ, ଧନିଆ ପତ୍ର, ଲୁଣ ସବୁ ଜିରା ପକେଇକି ଯେଉଁ ଗୋଟେ ଦରଦରିଆ ପେଷ୍ଟ କରିଥିବେ ନା, ସେଇଟା ଦେଇଦେବେ। ତାପରେ ଟିକେ ଅଳ୍ପ ପାଣି ଧୋଇକି ଦେଇଦେବେ, କାରଣ ଏଇଟା ଭଲ ଭାବରେ କଷି ହେଇଯିବ। ରସୁଣିଆ ସ୍ମେଲଟା ପଳେଇବ। ଭଲ ଭାବରେ ତାକୁ ଭାଜିବେ। ସିମ୍ କରି କରି ଆଞ୍ଚଟାକୁ ମାନେ ଗ୍ୟାସଟାକୁ ଫ୍ଲେମ୍‌କୁ ସିମ୍ କରି କରି ତାକୁ ଭାଜିବେ। ପାଣିଟା ଯେମିତି ମରିଯିବ, ରସୁଣର କଞ୍ଚା ସ୍ମେଲ୍ ପଳେଇବ, ଥଣ୍ଡା ହେଇଯିବ। ତାପରେ କ'ଣ କରିବେ ନା, ସେଇ ଯେଉଁ ପୁରା ଭଲ ଏମିତି କଷି ହେଇଯାଇଥିବ, ଭାଜି ଯାଇଥିବ, ଥଣ୍ଡା ବି ଗ୍ୟାସ୍ ମାନେ ଲୋ ଫ୍ଲେମ୍ କରିଦେଇଥିବେ। ଦହିଟାକୁ ମିଶାଇ ଦେବେ। ଯଦି ଗ୍ୟାସ୍ ଜୋରରେ ଚାଲୁଥିବ, ହାଇ ଫ୍ଲେମ୍ ଥିବ, ସେଇଟା ଦହିଟା ଛେନା ଛିଡ଼ିଯିବ। ଦହି ଦେଇକି ଭଲ ଭାବରେ ମିଶାଇ ଦେବେ। ମିଶିଗଲା ପରେ ଦେଖିବେ ସେଇଟା ପୁରା ଭଲ ଭାବରେ ମିଶିଯିବ। ଏଇ ରାଇତା ରୁଟି, ପରଟା, ନାନ୍, ଦୋସା, ଇଡଲି ସବୁଥିରେ ଭଲ ଲାଗେ। ଥରେ ଏମିତି କରିକି ଦେଖିବେ, ଖାଇବେ। ଯଦି ମୋ ରୋଷେଇ ଆପଣମାନଙ୍କୁ ଭଲ ଲାଗୁଥିବ, ମୋତେ ୟୁଟ୍ୟୁବରେ ସବସ୍କ୍ରାଇବ୍, ଫେସବୁକ୍ ପେଜ୍, ଇନଷ୍ଟାଗ୍ରାମରେ ମୋତେ ଫଲୋ କରିଦେବେ। ଲାଇକ୍, କମେଣ୍ଟ, ସେୟାର କରିଦେବେ।